ଆଜି ଜଗନ୍ନାଥ ପରିକ୍ରମା ପ୍ରକଳ୍ପର ଯୋଉ ଉଦ୍ଯାପନୀ ଦିବସ, ସେଥିରେ ଖାଲି ଜଗନ୍ନାଥ ମନ୍ଦିର ନୁହେଁ, ଖାଲି ମାନେ ପୁରୀରେ ନୁହେଁ, ଏଟା ଅଲ୍ ଓଡ଼ିଶା ସାରା ଜଗନ୍ନାଥମୟ ହେଇଯାଇଛି। ଜଗନ୍ନାଥ ଯୋଉ ଭାବ ସବୁ ପରିବାରରେ ଏଟା ମାନେ ପ୍ରଦର୍ଶିତ ହେଇଛି। ସମସ୍ତଙ୍କ ଘରର ସବୁ ଛୁଆଙ୍କଠୁ ବୁଢା ପର୍ଯ୍ୟନ୍ତ ସବୁ ମହିଳା ମାନେ ସମସ୍ତେ ଏଥିରେ ପାର୍ଟିସିପେଟ କରିକି ତାଙ୍କର ଯୋଉ ଭାବବେଗକୁ ପ୍ରକାଶ କରୁଛନ୍ତି, ସେଥିପାଇଁ ସମସ୍ତଙ୍କୁ ଆମେ ପ୍ରଣାମ କରୁଛୁ। ଜଗନ୍ନାଥଙ୍କ ସଂସ୍କୃତି ପରମ୍ପରା ଉପରେ ଚାଲିଛି ଆମର ଗୀତା ପାଠ, ସୂର୍ଯ୍ୟ ପୂଜା ସଇଲା, ଗୀତା ଯଜ୍ଞ ହବ, ପ୍ରଭୁଙ୍କର ନାମ ସଂକୀର୍ତ୍ତନ ଚାଲିଛି। ଆଉ ଏଇ ପ୍ରକାର ପ୍ରକଳ୍ପ କାର୍ଯ୍ୟରେ ବହୁତ ଆନନ୍ଦ ଉତ୍ସବ ମୁଖାରିତ ହଉଛି। ଆଉ ଏଇଭଳିଆ କାର୍ଯ୍ୟକ୍ରମରେ ମୋତେ ନିଯୁକ୍ତି କରାଯାଇଛି, ମୁଁ ଧନ୍ୟବାଦ ମନେ କରୁଛି। ଏବଂ ଆଜି 17 ତାରିଖରେ ଯାଜପୁର ଆମର ଜଗନ୍ନାଥ ମନ୍ଦିର ନିକଟରେ ଆମର ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରୀରେ ଉଦ୍ଘାଟନ ହେଉଛି। ତାହାର ଲାଇଭ୍ ଟେଲିକାଷ୍ଟ ଆମେ ଏଇଠି କରୁଛୁ ଏବଂ ଏଇଠି ଯେଉଁମାନେ ଭକ୍ତମାନେ ଡିଭୋଟି ମାନେ ବହୁତ ସଂଖ୍ୟାରେ ଯୋଗ ଦେଇଛନ୍ତି, ସମସ୍ତଙ୍କ ପାଇଁ ଆମେ ପ୍ରସାଦ ସେବନର ବ୍ୟବସ୍ଥା କରିଛୁ। ଏହି କାର୍ଯ୍ୟକ୍ରମକୁ ସମସ୍ତେ ଆନନ୍ଦର ସହିତ ଏବଂ ସହୃଦୟତାର ସହିତ ଗ୍ରହଣ କରିଥିବାରୁ ଆମେ ପୌର ପ୍ରଶାସନ ତରଫରୁ ଯାଜପୁର ପୌରାଞ୍ଚଳର ସମସ୍ତ ଅଧିବାସୀଙ୍କୁ ଆଜି ସ୍ୱାଗତ ଏବଂ ସମ୍ବର୍ଦ୍ଧନା କରୁଛୁ। ଆମର ପରିକ୍ରମା ରଥ ପରିଭ୍ରମଣ ହେଉଥିଲା, ଅର୍ପଣ ରଥ। ଆମେ ଧନ୍ୟବାଦ ଦେବୁ ଯାଜପୁରବାସୀଙ୍କୁ। ଯାଜପୁରବାସୀଙ୍କର ମନ ଭିତରେ ଏଇ 5 ଦିନ ଭିତରେ ଏକ ସବୁଆଡ଼େ ଜଗନ୍ନାଥଙ୍କ ପ୍ରତି ଯେଉଁ ଭକ୍ତି ଅଛି, ଯେଉଁ ଜଗନ୍ନାଥ ଚେତନା ସମଗ୍ର ପୌରାଞ୍ଚଳ ଭିତରେ ଆପଣ ଦେଖିବାକୁ ପାଇବେ। ଆଉ ବୃଦ୍ଧ ବନିତା ସମସ୍ତଙ୍କର ସହଯୋଗ ଥିଲା। ଅର୍ପଣ ରଥରେ ସେମାନେ ମୁଠି ଚାଉଳ ଗୋଟାକୁଆ ତାକୁ ଅର୍ପଣ କଲେ ଏବଂ ଆଜି ଯେଉଁ କାର୍ଯ୍ୟକ୍ରମ ହେଉଛି, ଏ କାର୍ଯ୍ୟକ୍ରମ ଆଜି ପୂର୍ଣ୍ଣାହୁତି ଅଛି ଆମର ପୁରୀରେ, ତାର ସିଧାସଳଖ ପ୍ରସାରଣ କରାଯାଉଛି ଏବଂ ଜଗନ୍ନାଥ ପ୍ରକଳ୍ପ ଅଛି ତାକୁ ଆଜି ଲୋକାର୍ପିତ କରାଯାଉଛି ସମଗ୍ର ବିଶ୍ୱକୁ। ଆଉ ବିଶ୍ୱରେ ସମସ୍ତ ଜଗନ୍ନାଥ ପ୍ରେମୀ ମାନେ ନିଶ୍ଚିତ ଭାବରେ ଆନନ୍ଦିତ ହେବେ, କାହିଁକିନା ଜଗତରନାଥ ଜଗନ୍ନାଥ ହିଁ ହେଉଛନ୍ତି ଏକମାତ୍ର ଠାକୁର, ଯିଏକି ଚଳନ୍ତି ଠାକୁର। ତେଣୁ ଜଗତର କଲ୍ୟାଣ ହଉ, ଯାଜପୁରବାସୀଙ୍କର ସବୁବେଳେ ମଙ୍ଗଳ କରନ୍ତୁ ପ୍ରଭୁ ଜଗନ୍ନାଥ। ମା ବିରଜାଙ୍କ କ୍ଷେତ୍ରରେ ଆପଣମାନେ ସମସ୍ତେ ଜାଣିଥିବେ ଯେ ଯାଜପୁର ହେଉଛି ବନ୍ଧୁ ମହାନ୍ତିଙ୍କ ନଗର ଏବଂ କାଳିଆ ହେଉଛି ବନ୍ଧୁ ପ୍ରେମୀ। ତେଣୁ ଯାଜପୁର ବନ୍ଧୁ କାଳିଆଙ୍କ ପାଖକୁ ଆମର ଯୋଉ ଆଦାୟ କରାଯାଇଛି ମୁଠି ଚାଉଳ ଗୋଟା ଗୁଆ, ତାକୁ ଆମେ ଯାଜପୁର ବନ୍ଧୁ ହିସାବରେ କାଳିଆ ପାଖକୁ ପଠେଇବୁ, ସେ ବ୍ୟବସ୍ଥା କରାଯାଉଛି। ସବୁ ଭକ୍ତମାନେ ଆସିଛନ୍ତି, ପ୍ରସାଦ ସେବନ କରିବେ ଏବଂ ସବୁଆଡୁ ସମସ୍ତଙ୍କୁ ଆମେ ନିମନ୍ତ୍ରଣ କରିଛୁ ଆଜିର କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ।